ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି କାର୍ଯ୍ୟାଳୟ ସ୍ଥିତ ଭୀମଭୋଇ କଲ୍ୟାଣ ମଣ୍ଡପରେ ରେଢ଼ାଖୋଲ କଳାକାର ସଂଘ ଓ ଆରିୟନ ଫାଉଣ୍ଡେସନ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ଅତିଥିମାନେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପରେ ବିଭିନ୍ନ ଲୋକକଳା, ଲୋକବାଦ୍ୟ ଓ ସମ୍ବଲପୁରୀ ନୃତ୍ୟ ଗୀତରେ ମଞ୍ଚ ଦୁଲୁକିଥିଲା। ଆଜିର ଏହି ପ୍ରୋଗ୍ରାମରେ ଆସି ଆମେ ବହୁତ ଖୁସି ହଉଛୁ। ମୋ ସହିତ ମୋର ଛୋଟ ଭଉଣୀ କଳାକାରମାନେ ମଧ୍ୟ ଆସିଛନ୍ତି। ଆମ ଗାଁରେ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ମଧ୍ୟ ଯାଉଛୁ। ଆଜି ଏହି ନୂଆଖାଇ କାର୍ଯ୍ୟକ୍ରମରେ ଆସି ଆମକୁ ବହୁତ ଖୁସି ଲାଗୁଛି। ଆଉ ସମସ୍ତଙ୍କର ତାଳି ନାଚରେ ଆମେ ସମସ୍ତେ ବହୁତ ଉନ୍ମୋଚିତ ହେଉଛୁ। ଏଠିକି ଆସି ଆମକୁ ବହୁତ ଖୁସି ଲାଗୁଛି। ତେବେ ଛୋଟ ଛୋଟ କଳାକାରମାନଙ୍କ ଘୁବୁକୁଡ଼ି ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିବା ବେଳେ ଶେଷରେ କଳା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କଳାକାରମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଆଜିର ଯୋଉ କାର୍ଯ୍ୟକ୍ରମଟା ହଉଛି ଏଇଟା ଗୋଟେ ଏଇଠି ଆମେ ରେଢ଼ାଖୋଲରେ ପ୍ରଥମ ଥର ପାଇଁ କରୁଛୁ এই ଆୟୋଜନଟା ନୂଆଖାଇ ଭେଟଘାଟ। ଆଉ ଆମେ ଏଠି ଖାସ କରିକି ଲୋକଙ୍କ ପାଇଁ ଏଇଟା ଗୋଟେ ସାଂସ୍କୃତିକ ମାହୋଲ ସୃଷ୍ଟି କରିବା ଏବଂ ସବୁ କଳାକାର ପଶ୍ଚିମ ଓଡ଼ିଶାର ଯୋଉ କଳାକାର ମାନେ ଅଛନ୍ତି ସମସ୍ତଙ୍କୁ ଏକତ୍ରିତ କରିକି ଗୋଟେ ଭାଇଚାରା ବନ୍ଧୁତା ସୃଷ୍ଟି କରିବାର ଗୋଟେ ପ୍ରୟାସ କରିଛୁ ଆମେ। ଯେହେତୁ ମାନେ ଏଇଟା କଳାକାର ମାନଙ୍କର ଏକଜୁଟ ହେଇଛି, ଏଠି ମାହୋଲ ଲୋକଙ୍କ ରେସ୍ପନ୍ସ ବହୁତ ବଢିଆ ଅଛି। ବର୍ତ୍ତମାନ ସୁଦ୍ଧା ଭଲ ରେସ୍ପନ୍ସ ଦେଇଛନ୍ତି ଲୋକ, ବହୁତ ମାନେ ଜନସମାଗମ ହେଇଛି। ଆମ ଯାହା ଆମେ ଆଶା କରୁଥିଲୁ ତା ବାହାରେ ଜନସମାଗମ ହେଇଛି, ସେଥିପାଇଁ ଆମେ ଅତ୍ୟନ୍ତ ଖୁସି ଅଛୁ। ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କେ ଲାଇଭ।